ଆଚ୍ଛା ପିଲାମାନେ, ଆଜି ଆମେ ଅଷ୍ଟମ ଶ୍ରେଣୀର ବିଷୟ ବିଜ୍ଞାନ ପ୍ରଥମ ଅଧ୍ୟାୟ ପଢ଼ିବା। ତୁମେ ଦେଖିପାରୁଥିବ ଯେ ଅଷ୍ଟମ ଶ୍ରେଣୀର ବିଜ୍ଞାନ ବିଷୟର ପ୍ରଥମ ଅଧ୍ୟାୟର ନାଁ ଅଛି ବିଜ୍ଞାନ ଜଗତର ଅନ୍ୱେଷଣ। ପ୍ରଥମେ ଆମେ ଅନୁସନ୍ଧାନ ଓ ଚିନ୍ତନ କରିବା। ତୁମେ ଦେଖ, ଚଳିତ ବର୍ଷ ଯେଉଁ ପୁସ୍ତକ ନୂତନ ଭାବରେ କରାଯାଇଛି, ସେଥିରେ କିଛି ନୂଆ ଡିଜାଇନ ରୂପରେଖ କରାଯାଇଛି, ଯାହାକି ସମୟ ଉପଯୋଗୀ। ତ ଦେଖ, ଏଠି ଅଛି ପ୍ରଥମେ କ'ଣ ଅନୁସନ୍ଧାନ ଓ ଚିନ୍ତନ ଲେଖାଯାଇଛି। ପ୍ରିୟ କୁନି ବୈଜ୍ଞାନିକମାନେ, ତ ତୁମମାନଙ୍କୁ କୁନି ବୈଜ୍ଞାନିକ ବୋଲି ସମ୍ବୋଧନ କରାଯାଇଛି। ସମସ୍ତଙ୍କୁ ସ୍ୱାଗତ। ପ୍ରତ୍ୟେକ ଅଧ୍ୟାୟର ଆରମ୍ଭରେ ତୁମ ପାଇଁ କେତେ ଗୁଡ଼ିଏ ପ୍ରଶ୍ନ ଦିଆଯାଇଛି। ଏଗୁଡ଼ିକ କୌଣସି ପରୀକ୍ଷା ପାଇଁ ଉଦ୍ଦିଷ୍ଟ ନୁହେଁ। ବିଜ୍ଞାନ ଜଗତକୁ ଅନୁସନ୍ଧାନ କରିବା ପାଇଁ ଏଗୁଡ଼ିକ ଅନନ୍ୟ ଆହ୍ୱାନ। ତୁମେ ଜଳଖିଆରେ ଖାଉଥିବା ପୁରୀର ଗୋଟିଏ ପାର୍ଶ୍ୱ ଅନ୍ୟ ପାର୍ଶ୍ୱ ଅପେକ୍ଷା ପତଳା କାହିଁକି? ସମୁଦ୍ର ବେଳାଭୂମି ଓ ମରୁଭୂମିରେ ଥିବା ବାଲି ସଂଖ୍ୟା ଅଧିକ ନା ଆମ ଗ୍ୟାଲାକ୍ସିରେ ଥିବା ତାରାମାନଙ୍କ ସଂଖ୍ୟା ଅଧିକ? ପୂର୍ବରୁ ପଢ଼ିଥିବା ବିଷୟରେ ଆମେ ଆମ ଚାରିପାଖରେ ଥିବା ଉଦ୍ଭିଦ ଓ ପ୍ରାଣୀମାନଙ୍କ ମଧ୍ୟରେ ଥିବା ବିବିଧତାକୁ ଲକ୍ଷ୍ୟ କରିଛୁ। ବିଭିନ୍ନ ଆକୃତିର ପତ୍ରଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର କୀଟପତଙ୍ଗ ପର୍ଯ୍ୟନ୍ତ ପ୍ରକୃତି କାହିଁକି ଏତେ ବିଶାଳ ବିବିଧତା ସୃଷ୍ଟି କରିଛି? ବିଶ୍ୱ ସମ୍ପର୍କରେ ଜିଜ୍ଞାସୁ କରାଉଥିବା ଆଉ କିଛି ପ୍ରଶ୍ନ ତୁମ ମନରେ ଅଛି କି? ଏଠାରେ ଲେଖ। ତାହେଲେ ଆମେ ଦେଖିଲେ ତ ଆମ ମନରେ କ'ଣ ଅଛି, ତାକୁ ନେଇକରି କେତେ ଗୁଡ଼ିଏ ପ୍ରଶ୍ନ ଆମକୁ ଦିଆଯାଇଛି। ତ ସେ ପ୍ରଶ୍ନ ଗୁଡ଼ିକ ଯଦିଓ ଆମ ପରୀକ୍ଷାରେ ଆସିବ ନାହିଁ, କିନ୍ତୁ ଏହାର ଉତ୍ତର କ'ଣ ହେବ ଆମେ ଅନୁମାନ କରି ଅନୁସନ୍ଧାନ କରି କହିପାରିବା। ଆମେ ଦେଖିଲେ ଯେ ଆମ ପୃଥିବୀ ପୃଷ୍ଠରେ ଲକ୍ଷ ଲକ୍ଷ ଉଦ୍ଭିଦ ଏବଂ ପ୍ରାଣୀ ରହିଛନ୍ତି, ଯେଉଁମାନଙ୍କ ଭିତରେ ବିଭିନ୍ନ ପ୍ରକାର ବିଭିନ୍ନତା ଭରି ରହିଛି, ଯାହାଦ୍ୱାରା କିଛି ଉଦ୍ଭିଦ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାର ପରିବେଶରେ ବଞ୍ଚି ରହିପାରୁଥିବା ବେଳେ ଅନ୍ୟ ପ୍ରକାର ଉଦ୍ଭିଦ ଅନ୍ୟ ଏକ ପରିବେଶରେ ବଞ୍ଚି ରହିଥାନ୍ତି। ଠିକ୍ ସେହିଭଳି ଯଦି ପ୍ରାଣୀ କଥା ଆମେ ଚିନ୍ତା କରିବା, ସାପଟିଏ ଯେଉଁ ପରିବେଶରେ ରହିପାରୁଛି, ବୋଧହୁଏ ଅନ୍ୟ ପଶୁ, ଗୋରୁ କିମ୍ବା ଘୁଷୁରୀ ଏମାନେ ହୁଏତ ସେହି ପରିବେଶରେ ବଞ୍ଚିପାରିବେ ନାହିଁ। ଏହା ହେଉଛି ଆମ ଭିତରେ ଥିବା ଜୀବମାନଙ୍କ ଭିତରେ ଥିବା ଉଦ୍ଭିଦମାନଙ୍କ ଭିତରେ ଥିବା ଏସବୁ ପ୍ରକାର ବିବିଧତା ଆଧାରରେ ଏହା ଉଦ୍ଦିଷ୍ଟ। ତ ପରବର୍ତ୍ତୀ ଭିଡ଼ିଓରେ ଆମେ ଏହି ପ୍ରଥମ ଅଧ୍ୟାୟର ଆଉ କିଛି ଅଧିକ ତଥ୍ୟ ଜାଣିବା। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।